विधान करंतु प्रभु जी। हरे कृष्ण प्रभु जी। हरे कृष्ण। तो श्लोक नंबर 8 देखिवा पूर्व आम पूर्व श्लोक मान जो काली जो देखिथिले कि किपरि भावरे ब्रह्मांकर पुत्र कि स्वयंभूम मनु किपरि भावरे ब्रह्माजींकर समक्षरे से कौन करछंती ना तांकर दंडवत तांकर नतमस्तक से करूछंती ଏବଂ ନତମସ୍ତକ ହୋଇ ଜଣେ ଆଦର୍ଶ ପୁତ୍ର ଭଳି ସେ ତାଙ୍କର ପିତାଙ୍କୁ ପ୍ରଣାମ କରି ପ୍ରଶ୍ନ କରୁଛନ୍ତି କି କିପରି ଭାବରେ ଆପଣଙ୍କର ସେବା ଆମେ କରିପାରିବୁ ତାହା ଆମକୁ କୁହନ୍ତୁ। ଏବଂ ଏଠାରେ ସ୍ୱୟଂଭୁ ମନୁ କଣ କହୁଛନ୍ତି ତଦ୍ ବିଧେହ ନମସ୍ତୁଭ୍ୟଂ କର୍ମସ୍ୱୀଡ଼ାମ ଶକ୍ତିଷୁ ୟତ୍କୃତେ ହୟସୁ ବିଶ୍ୱ ଅମୃତ ଚ ଭବେତ୍ ଗତି। ତ ତଦ୍ବିଧେହ ନମସ୍ତୁଭ୍ୟଂ ବିଧେହି ବିଧେୟର ମାନେ ହଉଛି କଣ ତ ସ୍ୱୟଂଭୁ ମନୁ କହୁଛନ୍ତି ବ୍ରହ୍ମାଜୀଙ୍କୁ କି ହେ ପିତା ମତେ ବିଧେୟ ବିଧେୟ ବା ଯୋଉ ବିଧି ନିର୍ଦ୍ଦେଶ କରନ୍ତୁ ମତେ ନିର୍ଦ୍ଦେଶ କରନ୍ତୁ ଏବଂ ନମସ୍ତୁଭ୍ୟଂ ମୁଁ ଆପଣଙ୍କୁ ନମସ୍କାର କରୁଅଛି ଏବଂ କର୍ମଶୀଳାତ୍ମ ଶକ୍ତିଷୁ କର୍ମସୁ ଇଡ୍ୟ ଆତ୍ମଶକ୍ତିଷୁ ଏବଂ ସ୍ୱୟଂଭୁ ମନୁ କହୁଛନ୍ତି ଆମର ଶକ୍ତି ଅନୁସାରେ ଆତ୍ମଶକ୍ତି ବା ଆମର ଶକ୍ତି ଅନୁସାରେ ଆପଣଙ୍କର ଆମେ ସେବା କରିବାକୁ ଚାହୁଁଛୁ ଏବଂ ୟତ୍ କୃତେହ ୟଶୋ ବିଶ୍ଵ ଏବଂ ଆପଣଙ୍କର ଯୋଉ ଆଦେଶକୁ ପାଳନ କରିବା ଦ୍ୱାରା ୟତ୍ କୃତେହ ୟଶୋ ବିଶ୍ଵ ଆମର ଯୋଉ ୟଶୋ ଆମର ଯୋଉ ଯଶ ଆମର ଏହା ଦ୍ୱାରା ଆମର ବଢିବ ଏବଂ ଅମୃତ ଚ ଭବେଦ୍ ଗତି ଏବଂ ଏହା ସହିତ ଅମୂତ୍ର ମାନେ ହଉଛି କଣ ଏଇ ଶରୀରକୁ ଯେତେବେଳେ ଆମେ ତ୍ୟାଗ କରିବୁ ଏଇ ଶରୀରକୁ ଯେତେବେଳେ ଆମେ ଆମର ଏଇ ଶରୀରର ମୃତ୍ୟୁ ପରେ ଆମେ ଗତି ବା ଯୋଉ ପରମ ଗତି ବା ଆମେ ମୋକ୍ଷକୁ ପ୍ରାପ୍ତ କରିବୁ। ତ ଏଠାରେ ଦେଖନ୍ତୁ ତ ଏଠାରେ ସ୍ୱୟଂଭୁବ ମନୁ ତାଙ୍କର ପିତା ବ୍ରହ୍ମାଜୀଙ୍କୁ ମାର୍ଗ ନିର୍ଦ୍ଦେଶ କରିବାକୁ କହୁଛନ୍ତି। ତ ସ୍ୱୟଂଭୁବ ମନୁ ଦେଖିବାକୁ ଗଲେ ବ୍ରହ୍ମାଜୀଙ୍କର ପୁତ୍ର ହେବା ସାଥିରେ ତାଙ୍କର ଶିଷ୍ୟ ମଧ୍ୟ ଅଟନ୍ତି। ସେଥିପାଇଁ ସେ ମାର୍ଗ ନିର୍ଦ୍ଦେଶ କରିବାକୁ କହୁଛନ୍ତି ବ୍ରହ୍ମାଜୀଙ୍କୁ। ବ୍ରହ୍ମାଜୀଙ୍କୁ ପିତା ଏବଂ ଗୁରୁ ରୂପରେ ସ୍ୱୀକାର କରୁଛନ୍ତି ଏବଂ ଏହା ଦ୍ୱାରା କଣ ହବ କୃତେ ହୟସୁ ଏବଂ ଯେତେବେଳେ ପିତା ଏବଂ ଗୁରୁଙ୍କର ଯେତେବେଳେ ତାଙ୍କର ଆଦେଶକୁ ପାଳନ କରେ କୌଣସି ପୁତ୍ର ତାହେଲେ କଣ ହୁଏ ନା ଏହା କରିବା ଦ୍ୱାରା କଣ କହୁଛନ୍ତି ସ୍ୱୟଂଭୂ ମନୁ କହୁଛନ୍ତି କି ଏହାକୁ ଆମେ ଯେତେବେଳେ ଆପଣଙ୍କର ଯୋଉ ନିର୍ଦ୍ଦେଶକୁ ଯେତେବେଳେ ଆମେ ପାଳନ କରିବୁ ଏହା ଦ୍ୱାରା ଆମର ଯଶ କୀର୍ତ୍ତି ସବୁ ନିଶ୍ଚିତ ଭାବରେ ବଢିବ ଏବଂ ଭବେଦ୍ ଗତି ଏବଂ ଆମେ ପରମ ଗତି ବା ମୋକ୍ଷକୁ ଆମେ ପ୍ରାପ୍ତ କରିବୁ ଯୋଉଟା କି ଆମର ପରବର୍ତ୍ତୀ ଜନ୍ମରେ। ତ ଯେହେତୁ ବ୍ରହ୍ମାଜୀ ଦେଖିବାକୁ ଗଲେ ପୁରା ବ୍ରହ୍ମାଣ୍ଡରେ ଦେଖିବାକୁ ଗଲେ ସିଏ ହିଁ ପରମ ଗୁରୁ ଅଟନ୍ତି। ଯେହେତୁ ବ୍ରହ୍ମାଜୀ ପ୍ରଥମେ ପରମ ପୁରୁଷ ଭଗବାନଙ୍କ ଠାରୁ ଜ୍ଞାନକୁ ପ୍ରାପ୍ତ ବେଦ ଜ୍ଞାନକୁ ପ୍ରାପ୍ତ କରିଥିଲେ ସେଥିପାଇଁ ବ୍ରହ୍ମାଜୀ ପୁରା ବ୍ରହ୍ମାଣ୍ଡର ସର୍ବପ୍ରଥମ ଗୁରୁ ଅଟନ୍ତି। ପୁରା ବ୍ରହ୍ମାଣ୍ଡର ଗୁରୁ ହଉଛନ୍ତି ବ୍ରହ୍ମାଜୀ ଏବଂ ବ୍ରହ୍ମାଜୀ ତାଙ୍କର ଶିଷ୍ୟକୁ ଏଇ ଜ୍ଞାନକୁ ପ୍ରଦାନ କରୁଛନ୍ତି ଏବଂ ବ୍ରହ୍ମାଜୀଙ୍କର ଶିଷ୍ୟମାନଙ୍କ ଦ୍ୱାରା ଯୋଉ ଗୁରୁ ପରମ୍ପରା ସୃଷ୍ଟି ହେଇଛି ଯାହାକି ଆମେ ପୂର୍ବ କିଛି ଶ୍ଲୋକରେ ଦେଖିଥିଲେ ପୂର୍ବ ଅଧ୍ୟାୟରେ ଦେଖିଥିଲେ। ତ ଯୋଉ ବ୍ରହ୍ମାଜୀ ସେ ଜ୍ଞାନକୁ ତାଙ୍କ ଶିଷ୍ୟମାନଙ୍କ ଦ୍ୱାରା କଣ କରନ୍ତି ତାକୁ ପ୍ରଦାନ କରନ୍ତି ଯୋଉଟା କି ଏହା ଦ୍ୱାରା ଗୁରୁ ପରମ୍ପରା ସୃଷ୍ଟି ହୁଏ ଏବଂ ବ୍ରହ୍ମାଜୀଙ୍କ ଠାରୁ ଯୋଉ ଜ୍ଞାନ ଆସେ ତାକୁ ବ୍ରହ୍ମ ସମ୍ପ୍ରଦାୟ ବୋଲି କୁହାଯାଏ। ଏବଂ ସମ୍ପ୍ରଦାୟର ଅର୍ଥ ହଉଛି କଣ ନା ଜଣେ ଗୁରୁ ତାଙ୍କର ଗୁରୁଙ୍କର
ଠାରୁ ଯେଉଁ ଶିକ୍ଷା ପ୍ରାପ୍ତ କରିଥାନ୍ତି ଏବଂ ତାହାକୁ କଣ କରନ୍ତି, ତାଙ୍କର ଶିଷ୍ୟକୁ କୌଣସି ପ୍ରକାର ମୋଡିଫିକେସନ ନ କରି, କୌଣସି ପ୍ରକାର ନ ବଦଳେଇ, ସେଇ ଜ୍ଞାନକୁ, ଯେମିତି ଭଗବତ ଗୀତା ଆଜି ଟିଚ୍ ବୋଲି କୁହାଯାଇଛି, ଯୋଉଟା କି ମୌଳିକ ରୂପରେ ଯାହା ଭଗବାନ କୃଷ୍ଣ କହିଥିଲେ, ସେଇ ଜ୍ଞାନକୁ ଗୁରୁ ପରମ୍ପରା ମାଧ୍ୟମରେ এই ଭଗବତ ଗୀତା ଜ୍ଞାନ ଆମ ପାଖକୁ ଆସିଛି। ତ ସେଇପରି ଏଇଟା ହଉଛି କଣ, ପରମ୍ପରାଗତ ଜ୍ଞାନ, ଯୋଉଟା କୌଣସି ପ୍ରକାର ତର୍ଜମା କରାଯାଇଛି, ଯୋଉଟାକୁ ଦେଖିବାକୁ ଗଲେ ଆମକୁ ବୁଝିବା ପାଇଁ ସରଳ କରିଦିଆଯାଇଛି, କିନ୍ତୁ ଏହାକୁ କୌଣସି ପ୍ରକାର ମୋଡିଫିକେସନ କରାଯାଇ ନାହିଁ। ସେଇଥିପାଇଁ ଭଗବତ ଗୀତା ମୌଳିକ ରୂପରେ ବୋଲି କୁହାଯାଇଛି, ଲେଖାଯାଇଛି ସେ। ତ ଏଇ ଯୋଉ ଯେଉଁମାନେ ଗୁରୁ ପରମ୍ପରାରେ ଆସି ତାଙ୍କର କର୍ତ୍ତବ୍ୟକୁ ଠିକ ଭାବରେ, ଯୋଉ ଗୁରୁ ପରମ୍ପରାରେ ଆମର ଯେମିତି ପ୍ରଭୁପାଦ ହଉଛନ୍ତି 32ତମ ଗୁରୁ, ଏବଂ ଗୁରୁ ପରମ୍ପରାରେ ଏଇ ଜ୍ଞାନ କଣ ହଉଛି ନା, ଗୁରୁ ଶିଷ୍ୟ ପରମ୍ପରା ଦ୍ଵାରା ଏ ଜ୍ଞାନ ଆମ ପାଖକୁ ନିକଟକୁ ଆସିକି ପହଞ୍ଚିଛି। ଆଉ ଏଇ ଗୁରୁ ପରମ୍ପରାରେ ଯୋଉମାନେ ଆସନ୍ତି ଏବଂ ତାଙ୍କର କର୍ତ୍ତବ୍ୟ କର୍ମକୁ ଠିକ ଭାବରେ କରନ୍ତି, ସେମାନେ କଣ କରନ୍ତି, ସେମାନଙ୍କର ଯଶ ଏବଂ କୀର୍ତ୍ତି ଅଧିକ ବଢିଥାଏ। ଏବଂ ପରଜନ୍ମରେ ସେମାନେ କଣ କରନ୍ତି ନା, ତାଙ୍କ ମୃତ୍ୟୁ ହେବା ପରେ ସେମାନେ ମୋକ୍ଷକୁ ପ୍ରାପ୍ତ କରନ୍ତି, ସେମାନେ ମୁକ୍ତି ଲାଭ କରନ୍ତି, ଭଗବାନଙ୍କ ନିକଟକୁ ଫେରିଯାଆନ୍ତି। ତ ଆମେ ଯୋଉ ଏଇ ଯୋଉ ଇସ୍କନ ଯୋଉ ଆମେ ଦିବ୍ୟ ଜ୍ଞାନକୁ ଆହରଣ କରୁଛନ୍ତି, ଭଗବତ ଗୀତା, ଭାଗବତମ, ଏସବୁ ଦେଖିବାକୁ ଗଲେ ତାହା ବ୍ରହ୍ମ ସମ୍ପ୍ରଦାୟରୁ ଆସିଛି ଏବଂ ଗୁରୁ ଶିଷ୍ୟ ପରମ୍ପରା ଦ୍ଵାରା ଏଇ ଜ୍ଞାନ ଆମ ନିକଟକୁ ପହଞ୍ଚିଛି। ତ ବ୍ରହ୍ମାଜୀ ଯୋଉ ଜ୍ଞାନ ମନକୁ ଦେଲେ, ତାହା ଦେଖିବାକୁ ଗଲେ ବଂଶଗତ ବା ଯୋଉ ବଂଶ ପରମ୍ପରା ଅଟେ, ଯୋଉଟା କି ପାରିବାରିକ ଜ୍ଞାନ ଅଟେ, ତାହା ସମ୍ପ୍ରଦାୟ ନୁହେଁ। କିନ୍ତୁ ବ୍ରହ୍ମାଜୀଙ୍କ ଠାରୁ ଯୋଉ ଆସୁଥିବା ଯୋଉ ଗୁରୁ ପରମ୍ପରା, ତାହା ଦିବ୍ୟ ଜ୍ଞାନ ସମ୍ବନ୍ଧିତ ଅଟେ, ଯାହାକି ଆଧ୍ୟାତ୍ମିକ ଅଟେ, ତାହାକୁ ହିଁ ସମ୍ପ୍ରଦାୟ କୁହାଯାଏ। ତ ଯୋଉ ପାରିବାରିକ ବଂଶ ପରମ୍ପରା ଏବଂ ଯୋଉ ଆଧ୍ୟାତ୍ମିକ ଜ୍ଞାନ ପରମ୍ପରା, ଏଇଟା ହଉଛି କଣ ନା, ଏଇ ଦୁଇଟି ମଧ୍ୟରେ ଏଇଟା ହଉଛି ତଫାତ୍, କି ଗୋଟିଏ ମନୁ ତାଙ୍କର ପୁତ୍ର ଅଟନ୍ତି ଏବଂ ପୁତ୍ରଙ୍କୁ, ତାଙ୍କ ସ୍ୱୟଂ ମନୁଙ୍କୁ ସେ କଣ କରୁଛନ୍ତି ନା, ପାରିବାରିକ ଯୋଉ ବଂଶ ପରମ୍ପରା ଜ୍ଞାନ ଦଉଛନ୍ତି, ଏହା ଦ୍ୱାରା ସେ ସୃଷ୍ଟିକୁ କିପରି ଭାବରେ ବଢେଇ ପାରିବେ, ସୃଷ୍ଟିର ଜନସଂଖ୍ୟା କିପରି ବଢାଇ ପାରିବେ। କିନ୍ତୁ ଯେତେବେଳେ ନାରଦ ମୁନିକୁ ଏଇ ଜ୍ଞାନ ଦଉଛନ୍ତି, ଏହା ଦେଖିବାକୁ ଗଲେ ଆଧ୍ୟାତ୍ମିକ ଜ୍ଞାନ। ତ ଏଇଟା ହଉଛି ପାରିବାରିକ ଜ୍ଞାନ ଆଉ ଆଧ୍ୟାତ୍ମିକ ଜ୍ଞାନ ମଧ୍ୟରେ ତଫାତ୍। ତ ବ୍ରହ୍ମାଜୀ ଯୋଉ ଜ୍ଞାନକୁ ମନକୁ ଦେଇଥିଲେ, ତାହା ପାରିବାରିକ ଜ୍ଞାନ ଅଟେ, ଏବଂ ବ୍ରହ୍ମାଜୀ ଯୋଉ ଆଧ୍ୟାତ୍ମିକ ଜ୍ଞାନକୁ ନାରଦ ମୁନିକୁ ଦେଇଛନ୍ତି, ତାହା ସାମ୍ପ୍ରଦାୟିକ ଜ୍ଞାନ ବା ଆଧ୍ୟାତ୍ମିକ ସମ୍ପ୍ରଦାୟର ଜ୍ଞାନ ଅଟେ। ତ ଦୁଇଟି ଯାକର ଲକ୍ଷ୍ୟ ଦେଖିବାକୁ ଗଲେ ସମାନ ଅଟେ, ଭଗବତ ପ୍ରାପ୍ତି ପାଇଁ ହେଇଥାଏ। କୃଷ୍ଣ ଭଗବତ ଚେତନା ପାଇଁ, କୃଷ୍ଣ ଭଗବତ କଣ, କୃଷ୍ଣ ଭକ୍ତି ପାଇଁ ଦୁଇଟି ଯାକ ମାର୍ଗ ଅତ୍ୟନ୍ତ ଦରକାରୀ ଅଟେ। କିନ୍ତୁ ଏଇ ଦୁଇଟି ଯାକ, ଗୋଟିଏ ଆଧ୍ୟାତ୍ମିକ ଆଉ ଗୋଟେ ହଉଛି ପାରିବାରିକ ଜ୍ଞାନ। ଯୋଉଟା ସାମ୍ପ୍ରଦାୟିକ ଜ୍ଞାନ, ଯୋଉଟା କି ନାରଦ ମୁନି ଏବଂ ତାଙ୍କର ଗୁରୁ ପରମ୍ପରାରେ ଯୋଉ ଆସୁଛନ୍ତି ଯୋଉ ଆଚାର୍ଯ୍ୟ ମାନେ, ତ ସେଇ ଆଚାର୍ଯ୍ୟ ମାନଙ୍କ ଦ୍ଵାରା ଏଇ ଆଧ୍ୟାତ୍ମିକ ଜ୍ଞାନ ଏ ଭୌତିକ ଜଗତକୁ ଆସେ। ତ ଏଇ ଦୁଇଟି ଜ୍ଞାନ ଅଲଗା ଅଲଗା ହୋଇଥାଏ। ହରେ କୃଷ୍ଣ ପ୍ରଭୁଜୀ। ହରେ କୃଷ୍ଣ ପ୍ରଭୁଜୀ, ଟିକେ ଜିଜ୍ଞାସା ଥିଲା ଟିକେ। ଏଇ ଆଜ୍ଞା ଯୋଉ ପ୍ରଭୁ। ଶ୍ରୀଲ ପ୍ରଭୁପାଦ 32 ନମ୍ବର ଗୁରୁ ହେଲେ, ତାଙ୍କର ପରଟା ଟିକେ ପ୍ରଭୁଜୀ ଜାଣି ହୁଅନ୍ତା। ଆଜ୍ଞା ପ୍ରଭୁଜୀ। ଯୋଉ ନାମ ନିଷ୍ଠା ପ୍ରଭୁଜୀ ଯେମିତି ଆସିଛନ୍ତି, ତାଙ୍କ ପାଖରୁ ଏଇ ଶ୍ରୀଲ ପ୍ରଭୁପାଦ ପାଖରୁ କିଏ ଏମିତି ଟିକେ ପାରମ୍ପରିକ ଟିକେ ଜାଣିବା ପାଇଁ ଆଗ୍ରହ ଥିଲା, ଯେ ପରେ କହିବା ଆଜ୍ଞା। ଏଇଟା ନାଇଁ ନାଇଁ ପ୍ରଭୁଜୀ, କଣ୍ଟିନ୍ୟୁ ଏଇଟା ଭଗବତ ଗୀତା ବହିରେ ଅଛି ଆକ୍ଚୁଆଲି, ଯୋଉ 32 ଜଣ ଗୁରୁ ଅଛନ୍ତି। ତ ଅଛି, ଏଟା ଏଇ ଭାଗବତରେ ବି ଅଛି। ଆଜ୍ଞା ଭାଗବତରେ ବି ଅଛି। ଏ 32ଟା ତ ଠିକ ଅଛି, 32 ନା ପୁରା ଜାଣିଛି, 32 ପରଟା କହିଲି, 32 ପରେ ପ୍ରଭୁପାଦଙ୍କର ପର ଗୁରୁ, ତାର ପରଟା। ମାନେ ପ୍ରଭୁପାଦଙ୍କର ଯୋଉ ଶିଷ୍ୟ। ହଁ ତାଙ୍କର ଶିଷ୍ୟ, ନାମ ନିଷ୍ଠା ପ୍ରଭୁଜୀ ପର୍ଯ୍ୟନ୍ତ ଯୋଉ ଆସିଲେ।
ଆଚ୍ଛା, ନାମନିଷ୍ଠ ପ୍ରଭୁ ଦେଖିବାକୁ ଗଲେ ଏଇଭଳି ନାମନିଷ୍ଠ ପ୍ରଭୁଙ୍କ ଭଳି ବହୁତ ଜଣ ଗୁରୁ ଶିଷ୍ୟ ପରମ୍ପରାରେ ଆସିଛନ୍ତି ଏବଂ ସେମାନଙ୍କ ଠାରୁ ଆମେ ଦୀକ୍ଷା ଗ୍ରହଣ କରୁଛନ୍ତି। ଯେପରି ତାଙ୍କର ଗୁରୁ ହଉଛନ୍ତି କିଏ, ନାମନିଷ୍ଠ ଯୋଉ ପ୍ରଭୁ ଅଛନ୍ତି ତାଙ୍କର ଗୁରୁ କିଏ, ଜୟପତାକା ମହାରାଜ। ଏବଂ ତାଙ୍କର ଜୟପତାକା ମହାରାଜ ଡାଇରେକ୍ଟ ଗୁରୁ ହଉଛନ୍ତି ପ୍ରଭୁପାଦ। ତ ଏଇଭଳି କେବଳ ପ୍ରଭୁପାଦ ହିଁ ନଥିଲେ, ଯୋଉ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଥିଲେ ତାଙ୍କର ପ୍ରଭୁପାଦଙ୍କର ଗୁରୁ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର। ଆପଣ ଯେତେବେଳେ ଯଦି ମାୟାପୁର କେବେ ଯିବେ ଆପଣ ଦେଖିବେ କି ଭକ୍ତି ସିଦ୍ଧାନ୍ତ ସରସ୍ୱତୀଙ୍କ ସରସ୍ୱତୀ ଠାକୁରଙ୍କର ଯୋଉ ମହାରାଜଙ୍କର ଯୋଉ ଶିଷ୍ୟ ମାନେ ଥିଲେ, ସେମାନେ 20 କିମ୍ବା 21 ଜଣ, ମୁଁ ଠିକରେ ମନେ ନାହିଁ, ତ 21 ଜଣ ଏମିତି ତାଙ୍କର ଶିଷ୍ୟ ଥିଲେ। ଏବଂ ସେଇ 21 ଜଣ ଶିଷ୍ୟଙ୍କର ଏମିତି ପୁରା ଭାରତ ବର୍ଷରେ ନୁହେଁ, ପୁରା ପୃଥିବୀରେ ସେମାନେ ତାଙ୍କର ଶିଷ୍ୟମାନେ ଅଛନ୍ତି। ଏବଂ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କର ଜଣେ ଶିଷ୍ୟ ହଉଛନ୍ତି କି ନା ଭକ୍ତି ଏସି ଭକ୍ତି ବେଦାନ୍ତ ସ୍ୱାମୀ ପ୍ରଭୁପାଦ। ଏବଂ ଏସି ଭକ୍ତି ବେଦାନ୍ତ ସ୍ୱାମୀ ପ୍ରଭୁପାଦ ତାଙ୍କର ଗୁରୁଙ୍କର ଆଦେଶ କ୍ରମରେ ସିଏ କଣ ଯାଇଥିଲେ ନା ସିଏ ପାଶ୍ଚାତ୍ୟ ଦେଶକୁ ଯାଇକି ଏହାକୁ ପ୍ରଚାର କରିଥିଲେ। ଏବଂ ଏହା ଦ୍ୱାରା ଏଇ ଭଗବାନ କୃଷ୍ଣଙ୍କର ନାମ ମହାଯଜ୍ଞ ଏବଂ ଏ ଭଗବତ ଗୀତା ଦ୍ୱାରା ସମସ୍ତେ ଭଗବାନଙ୍କୁ ଜାଣିପାରିଥିଲେ ଏବଂ ଭଗବାନଙ୍କ ପ୍ରତି ସିଏ ସେବା ଭାବ ରଖି ସେମାନେ କୃଷ୍ଣ ଚେତନାରେ ସେମାନେ ଅଗ୍ରଗତି କରୁଛନ୍ତି। ଏବଂ ଏଇ ଯୋଉ ସଂସ୍ଥା ଇସ୍କନ ଇଣ୍ଟରନ୍ୟାସନାଲ ସୋସାଇଟି ଅଫ କୃଷ୍ଣ କନସିୟସନେସ, ଏହା ଦ୍ୱାରା ସମସ୍ତେ ଅନୁପ୍ରାଣିତ ହେଉଛନ୍ତି ଏବଂ ସମସ୍ତେ ଭୌତିକ ମାର୍ଗରୁ ଆଧ୍ୟାତ୍ମିକ ମାର୍ଗକୁ ଗତି କରୁଛନ୍ତି। ଏବଂ ଏଇଭଳି ଆଉ ମଧ୍ୟ ଗୁରୁ ଅଛନ୍ତି, ବା ଯୋଉ ଗୁରୁ ଶିଷ୍ୟ ପରମ୍ପରା ଆସିଅଛି କେବଳ ଏସି ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦଙ୍କ ଠାରୁ, ତାଙ୍କର ଗୁରୁଙ୍କ ଠାରୁ ଆମେ ଏଇ ଜ୍ଞାନକୁ ପ୍ରାପ୍ତ କରୁଛନ୍ତି। ଏ ଯୋଉ ହରେ ଗୁରୁ କୃଷ୍ଣ, ଶିଷ୍ୟ ପରମ୍ପରା। ହରେ କୃଷ୍ଣ ପ୍ରଭୁଜୀ, ବହୁତ ବହୁତ ଧନ୍ୟବାଦ। ସନ୍ଦେହ ଦୂରୀଭୂତ ହେଲା। ପରବର୍ତ୍ତୀ ଶ୍ଲୋକ ପଢିଦେବି। ହଁ ଠିକ ଅଛି ପ୍ରଭୁଜୀ। ଏଇଭଳି ଭକ୍ତି ଏ ଯୋଉ ଅଛନ୍ତି ଆମର ରାଧାନାଥ ମହାରାଜ, ଆପଣ ଜାଣିଥିବେ ସିଏ ମୁମ୍ବାଇରେ ସିଏ ଯୋଉ ସିଏ କଣ କରୁଛନ୍ତି ସେ ଇସ୍କନରେ, ସିଏ ରାଧାନାଥ ମହାରାଜ ଇସ୍କନରେ ଦେଖିବାକୁ ଗଲେ ପ୍ରଭୁପାଦଙ୍କର ମଧ୍ୟ ଆହୁରି ବହୁତ ଶିଷ୍ୟ ଅଛନ୍ତି ଏବଂ ତାଙ୍କ ଠାରୁ ଆମେ ଦୀକ୍ଷା ଗ୍ରହଣ କରୁଛନ୍ତି। ଆଉ ସେଇଭଳି ଭାବରେ ଜୟପତାକା ମହାରାଜ ଡାଇରେକ୍ଟ ତାଙ୍କର ଗୁରୁ ହଉଛନ୍ତି ଏସି ଭକ୍ତି ବେଦାନ୍ତ ସ୍ୱାମୀ ପ୍ରଭୁପାଦ। ଏବଂ ଜୟପତାକା ମହାରାଜଙ୍କର ଶିଷ୍ୟ ହଉଛନ୍ତି କିଏ, ଜଣେ ହଉଛନ୍ତି ସିଏ ନାମନିଷ୍ଠ ପ୍ରଭୁ ଜୀ, ଯାହାଙ୍କ ଦ୍ୱାରା ଏଇ ଆମର ଭଗବତ ଗୀତା ଯୋଉ ଆମେ କ୍ଲାସ କରୁଛନ୍ତି ବା ଆମେ ତାଙ୍କର କୃପା ଦ୍ୱାରା ଆମେ ଏଇ ଭଗବତ କଥା କରିପାରୁଛନ୍ତି ବା ଭଗବତ ଗୀତା କଥା କରିପାରୁଛନ୍ତି। ତ ଦେଖିବାକୁ ଗଲେ ଇସ୍କନର ଏମିତି ବହୁତ ଗୁଡାଏ ବ୍ରାଞ୍ଚ ଅଛି ଏବଂ ସେମାନଙ୍କ ମଧ୍ୟରେ ଭକ୍ତି ଏଇ ଯୋଉ ସେମାନଙ୍କର ଏସି ଭକ୍ତି ବେଦାନ୍ତ ସ୍ୱାମୀ ପ୍ରଭୁପାଦଙ୍କର ଅନେକ ଗୁଡାଏ ଶିଷ୍ୟ ଅଛନ୍ତି, ସେମାନେ ହିଁ ପୁରା ଇସ୍କନକୁ ଚଲାଉଛନ୍ତି। ହରେ କୃଷ୍ଣ ପ୍ରଭୁଜୀ। ନେକ୍ସଟ ଶ୍ଲୋକ ପ୍ରଭୁଜୀ। हरे कृष्ण, माता जी पढ़ो। स्वर हरे कृष्ण श्लोक माता जी। नंबर 9। श्लोक नंबर 9। ब्रह्म उवाच प्रीतस्तुभ्यम् अहं तात स्वस्ति स्ताभ्यं क्षितीश्वर जनिर्बलिकेन रुदा साधिमेत्यात्मनार्पितम्। हरे कृष्ण। अनुवाद। श्री ब्रह्मा जी कहिले, हे वत्स, हे क्षितीश्वर, ତୁମେ ନିଷ୍କପଟ ଭାବେ ଆମକୁ ଶିକ୍ଷା ଦିଅନ୍ତୁ। ଏହା କହି ଆତ୍ମସମର୍ପଣ କରିଅଛ। ଏଥିରେ ମୁଁ ତୁମ ଉପରେ ପ୍ରସନ୍ନ ହୋଇଅଛି। ତୁମର ଉଭୟଙ୍କର ମଙ୍ଗଳ ହେଉ। ହରେ କୃଷ୍ଣ। हरे कृष्ण। ତ ବ୍ରହ୍ମ ଉବାଚ, ବ୍ରହ୍ମା ଜୀ କଣ କହୁଛନ୍ତି ଏଠାରେ ତାଙ୍କର ପୁତ୍ର ସ୍ୱୟଂଭୁବ ମନୁଙ୍କୁ, ନା ପ୍ରୀତିସ୍ତୁଭ୍ୟମ୍ ଅହଂ तात,
तो प्रीतिर माने प्रेम करिवा बा प्रसन्न करिवा। तो ब्रह्मा जी कहते प्रीति स्तुभ्यम कि तुम्हें मते बहुत प्रसन्न करियछ। हे तात तात जो तातर माने एठारे पुत्र को तात बोली कहते कि हे पुत्र तुम्हें बहुत प्रसन्न मते करियछ। एवं स्वस्ति स्ताद्वं क्षितीश्वर। एवं स्वस्ति स्वस्तिर माने तुम्हें मते तुम्हें मोर समस्त आशीर्वाद को निश्चित भाव में प्राप्त करिव। एवं हे क्षितीश्वर एवं यन्नी बलि बलिकेन हृदा साधि मित्यात्मनार्पितम। यन्नी बलिकेन हृदा जेहेतु तुम्हें निर्बलिकेन अर्थ हूँ कौन निष्कपट जेहेतु तुम्हें निष्कपट सहकारे तुमर हृदय सहित साधि साधिर माने तुम्हें शिक्षा दियंतु बोली कहिच बा जेहेतु तुम्हें निष्कपटर सहित तुमर हृदय मोर सेवा करने पाई मोर शिक्षा बा मोर निर्देश को तुम्हें भिक्षा करियछ। एवं मा इति आत्मना अर्पितम। एवं मो ठारे तुम्हें आत्मसमर्पण करियछ तेणु मु तुम ठारे प्रसन्न होइछि। एवं मु कौन मु समस्त आशीर्वाद तुमको प्रदान करुछि। तो एठारे देखंतु तो ये जो संबंध आमे देखुचंती यहीपरि संबंध होता है जड़े आदर्श पिता एवं आदर्श पुत्र मध्य। तो पिता तार पुत्र को समस्त आशीर्वाद दे थांती एवं पुत्रर मंगल कामना करि थांती। एवं पुत्र पितांकर कहिथिबा मार्ग रे सी अग्रसर होइथि। तो जदि पितांकर कहिथिबा मार्ग रे जदि पुत्र ठीक भाव चलुछि ताहले पिता जदि ब्रह्मा जी परि होइतांती ताहले तांकर से तरंकर जो पुत्रर जीवन निश्चित भाव सफल होई परिबो। किंतु भगवान समस्त को देखियो बोले स्वतंत्रता प्रदान करिसंती जो ए अल्प स्वाधीनता दैछंती। तेणु पुत्र पितांकर आदेश को पालन करिबो ना नाही ताहा पुत्र ऊपर निर्भर करे। जेहेतु भौतिक जगतर माया शक्ति बहुत शक्तिशाली अटे से से काहाकु भी से भ्रमरे पकई पारे। तो स्वतंत्रता कारण यदि पितांकर निर्देश को से ग्रहण करे ताहले से निश्चित भाव से सफलता सीढ़ी को सी चढ़ी पारिबो बा सफलता को लाभ करि पारिबो। तो यदि पुत्र पितांकर निर्देश को पालन न करे ताहले स्वतंत्रतार अपव्यवहार करे ताहले तार पितांकर ताको आशीर्वाद मिली न था जहाद्वारा तार जीवन एते सफल होई न थाए मध्य। एवं एठारे आमे देखुचंती जने आदर्श पुत्र स्वयंभुव मनु एवं आदर्श पिता ब्रह्मा को। एवं स्वयंभुव मनु एठारे तांकर पिता को शिक्षा देवा पई कहउचंती तांको निर्देश करिवा पई कहउचंती कि हे पिता आमे माने किपरि आपणकर सेवा करि परिबु हमको आदेश दियंतु। तो ब्रह्मा जी तांको आदेश देउछंती एवं ता सहित स्वयंभुव मनु एवं शतरूपा को आशीर्वाद मध्य देउछंती एठारे। एवं एठारे पूरा देखिया गले मानव जातिर मनु होचंती कोन सी गोटे उदाहरण दउछंती स्वयंभुव मनु मानव जाति को। जेतु सी पूरा मानव जातिर जातिर पिता अटंती मनु। एवं से स्वयंभुव मनु किपरि तांकर पितांकर निर्देश को पालन करिवा पई से किपरि उत्साह सहित तत्पर अछंती। एवं स्वयंभुव मनु देखिया बोले पूरा मानव जाति को उदाहरण दउछंती कि जड़े पुत्र किपरि तांकर पितांकर आदेश को पालन करिवा उचित। एवं ଏହା द्वारा पिता एवं पुत्रर संबंध सबुठारु मधुर हो पारिबो एवं पूरा मानव जाति यह द्वारा ठीक मार्ग रे चली पारिबो। जेतु जने पिता तार जीवन सारा जेतिक भी तार एक्सपीरियंस थाए से सब को कौन करे ना तार पुत्र को देई था।
कि किपरि भाबरे कार्य करिया को हेबो एवं केउ मार्ग रे चलिले से ठीक मार्ग कोउटा ठीक मार्ग हेई परिबो। तो यह पुत्र को शिक्षा दियंती। तो यह द्वारा पुत्रर सबुबले मंगल ही होइता। आ पिता सबुबले तांको पुत्रर मंगल ही चाहंती। तो पितांकर कथा को जदि केही कड़ाकड़ी भाव पालन करछंती ताहले निश्चित भाव से सफलता को प्राप्त करि परिबे। तो यह एठारे ब्रह्मा जी एवं नारद मुनि व्यास स्वयंभु और मनु जो संवाद को आमे देखुछंती। हरे कृष्ण प्रभु जी, हरे कृष्ण माता जी। हरे कृष्ण प्रभु जी, एठी विराम देवा। हरे कृष्ण। ठीक है प्रभु जी, धन्यवाद। पंचाकल्पतरुभ्यश्च कृपा सिन्धुभ्य एव च पतितानां पावनेभ्यो वैष्णवेभ्यो नमो नमः। अनंत कोटि वैष्णव वृंद की जय, शिल प्रभुपाद की जय। समस्ते भागवत गीता क्लास रे जॉइन करंतु। हमें हरे कृष्ण महामंत्र करिवा तीन था थर्ड क्लास में करिवा। कृष्ण प्रभु जी, हरे हरे कृष्ण। कृष्ण। हाँ आज कुछ आज गीता क्लास नहीं। आज अच्छा क्लास नहीं कहीं ना मु तेणु कर मोर कीर्तन थिला सेठी गली तापर नोटिफिकेशन टा देखिली अच्छा अच्छा जे नोटिफिकेशन न हेबा पर्यंत गीता क्लास तांकर एटा हम सेटा बंद रहइबो 2 दिन अछि जोटा ठीक परे हबो ठीक आज हो नहीं आज गीता अच्छा। क्लास हो नहीं। ठीक है प्रभु जी, आमे एठी रखियो प्रभु जी। तीन था हरे कृष्ण महामंत्र करिवा। हरे कृष्ण 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 हरे हरे, हरे राम 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 हरे हरे, हरे कृष्ण 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 हरे हरे, हरे राम राम हरे हरे, हरे कृष्ण कृष्ण हरे हरे, हरे राम राम हरे हरे। हरे कृष्ण समस्त हरे कृष्ण प्रभु जी, दंडवत प्रणाम। प्रभु जी प्रणाम। हरे कृष्ण। प्रभु जी प्रणाम।